हाय हेलो नमस्ते। आज समस्ते पूरा व्यस्त अच्छी पूरा माने लघुचाई होती मेघ पूरा अंधार बिलर धान पड़ी धान उठा है समस्ते व्यस्त किए कि धान उठे जहाँ धान कटा होता से मैंने बिड़ा बंधा हो जहाँ कटा है से काटी ना जो जी कटा है उठाई बहुत चेष्टा लगी ଏବେ ମାନେ ପୁରା ପବନ ବି ଜୋର ହେଉଛି ଆଉ ମେଘ ବି ପୁରା ଅନ୍ଧାର ହେଇଛି। ଆଉ ପୁରା ଆମର ବି କଟା ହେଇନି କିଛି କଟା ହେଇଥିଲା ତାକୁ ଉଠା ହେବ। ମୁଁ ବର୍ତ୍ତମାନ ଆସି ବିବେକ ଦେଖନ୍ତୁ ଆମ ବାରିରେ ପାଣି ଢାଳୁଛି। କାଲି ପରଦିନକୁ କଲେଜ ପଳେଇବ ଘରେ ଅଛି ସେଥିପାଇଁ ବାରିରେ ଲଙ୍କା ଗଛରେ ପାଣି ଢାଳୁଛି ବିବେକ। ଆଉ ସେପଟେ ସକାଳ ଥର ଆମର ଆଜି ଛାଡ଼ ଖାଇ କାହିଁକି ନା ସକାଳେ ଆଜି ଆମର ଗୋଟେ ଭାଉଜ ଗୋଟେ କୁକୁଡ଼ା ତାର ବିକ୍ରି ହେଇଯିବ। କୁକୁଡ଼ା ଗୋଟେ ମାରିବା ପାଇଁ କୁକୁଡ଼ା ତାର ତାକୁ ବନଉଛି ତାକୁ କଟା ହେବ ସେଇଥିପାଇଁ ଶୁଖ ଲାଗୁଛି। ଭାଇ ତାର ସେପଟେ ଅଛି ଯେଉଁ କୁକୁଡ଼ା ଫାର୍ମରେ ଆଜି କୁକୁଡ଼ା ବିକ୍ରି ହେବ ଲୋକ ଆସିବ ତାଙ୍କର ବାହାଘର ଭୋଜି ଭାତରେ ସେ ନେଇକି ଯିବେ। ଭାଇ ତାର ଘରେ ଅଛି ଭାଉଜ ତାର ଛଡ଼ାଛଡ଼ି ସିଏ ତାର କାଟିକି ତାର ରୋଷେଇ କରିବ ଆଉ ଆମେ ତାର ଖାଇବୁ। ଭାଇ ତାର ରୋଷେଇ କରିବ ଭାଉଜ ରୋଷେଇ କରିବ ଆମେ ଖାଇବୁ। ଆମେ ଆଉ କ'ଣ କରୁଛୁ ଆମେ ଖାଇବୁ। ଆଉ ପିଲାମାନେ ସମସ୍ତେ ସ୍କୁଲ ପଳେଇଛନ୍ତି। ବିବେକ ଏକାଥରେ ପାଣି ଢାଳି ଯାଉଛି ପୁରା ଏକାଥରେ ପାଣି ଏତେ ଢାଳ ନା ବର୍ଷା ହେଲେ ପୁଣି ଓଦା ଇଏ ହେଇଯିବ ପୁରା ତାର ଚେରମୂଳି ସବୁ ପଚିଯିବ। ଏପଟେ ଲଙ୍କା ଗଛ ମଝିରେ ବାଇଗଣ ଆଉ ସେପଟେ କୋବି ଗଛ ହେଇଛି। ଏଇଟା କୋବି ଗଛ ଏଇଟା ହେଉଛି ବାଇଗଣ ଗଛ ମଝିରେ ଏଇଟା ଆଉ ସେଟା ସେପଟେ ଲଙ୍କା ଗଛ ହେଇଛି। ଭାଇ ତାର ପଳେଇଲା ଭାଉଜ ଏକାଟିଆ ବୋଧେ ପାରୁନି ବୋଧେ ଭାଇ ପଳେଇଲା ତାଙ୍କୁ ହେଲ୍ପ କରିବ ଆଉ ତାକୁ ରୋଷେଇବାସ କରି ରଖିବ ଆମେ ଖାଇବୁ ଆଉ।